ଆପଣ କେବେ ଭାବିଛନ୍ତି ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଦେଶକୁ ସ୍ୱଚ୍ଛ ଏବଂ ପରିଷ୍କାର କରିବା ପାଇଁ? 2014 ମସିହାରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନର କେବଳ ଗୋଟିଏ ଲକ୍ଷ୍ୟ ଥିଲା, ଦେଶକୁ ସ୍ୱଚ୍ଛ ଏବଂ ସୁସ୍ଥ କରିବା। ତେଣୁ ଚାଲନ୍ତୁ ଦେଖିବା ସହରାଞ୍ଚଳ ଆଉ ଗ୍ରାମାଞ୍ଚଳରେ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ପ୍ରତିବର୍ଷ। ସ୍ୱଚ୍ଛ ଭାରତ ମିଶନ ଅନୁସାରେ ସହରାଞ୍ଚଳରେ ପ୍ରାୟ 23 ରୁ 25 କୋଟି ଟଙ୍କା ଖର୍ଚ୍ଚ ହୁଏ ସ୍ୱଚ୍ଛତା ପାଇଁ। ଏହି ଟଙ୍କା ବ୍ୟବହାର ହୁଏ ମଇଳା ସଂଗ୍ରହ, ଡଷ୍ଟବିନ୍, ଡ୍ରେନ୍ ଏବଂ ୱେଷ୍ଟ ମ୍ୟାନେଜମେଣ୍ଟରେ। କିନ୍ତୁ ଗ୍ରାମାଞ୍ଚଳ କ୍ଷେତ୍ରରେ ପ୍ରତିବର୍ଷ ସରକାର ଖର୍ଚ୍ଚ କରନ୍ତି 7,000 ରୁ 9,000 କୋଟି ଟଙ୍କା। ଏହି ଟଙ୍କା ଖର୍ଚ୍ଚ କରାଯାଏ ନୂଆ ଶୌଚାଳୟ ନିର୍ମାଣ, ସ୍ୱଚ୍ଛ ପାଣିର ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପରିଷ୍କାର ପରିଚ୍ଛନ୍ନତା ପାଇଁ। ତେବେ ସହରାଞ୍ଚଳରୁ ଗ୍ରାମାଞ୍ଚଳରେ ପ୍ରାୟ 3 ଗୁଣ ଅଧିକ ଟଙ୍କା ଖର୍ଚ୍ଚ ହୁଏ। ସରକାର ତ ଖାଲି ଟଙ୍କା ଦେଇ ଦିଅନ୍ତି, କିନ୍ତୁ ସ୍ୱଚ୍ଛତା ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ରାସ୍ତା କଡ଼ରେ କଚଡ଼ା ନ କରିବା, ଡଷ୍ଟବିନ୍ର ବ୍ୟବହାର କରିବା, ନିଜ ଆଖପାଖ ସଫା ରଖିବା ଆମର ଦାୟିତ୍ୱ।